ଭାବିଛନ୍ତି କେବେ 100 କୋଟିରୁ ଅଧିକ ଲୋକଙ୍କୁ କେମିତି ଗଣାଯାଏ? ଏଇଟା କିଛି ସହଜ କାମ ନୁହେଁ, ବରଂ ଏଇଟା ଦୁନିଆର ସବୁଠୁ ବଡ଼ ପ୍ରଶାସନିକ କାମ ଭିତରୁ ଗୋଟେ। ଆଉ ଏଇଟା ହିଁ ଆମ ଦେଶର ପ୍ରକୃତ ଚିତ୍ର ଦେଖେଇଥାଏ। ତେବେ ଚାଲନ୍ତୁ ଆଜି ଆମେ କଥା ହେବା ଆଗାମୀ ଜନଗଣନା ମାନେ 2027 ସେନ୍ସସ୍ ବିଷୟରେ। ଦେଖିବା ଏଟା କ'ଣ, କେମିତି ହେବ ଆଉ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। ଜାଣିଛନ୍ତି ଆମ ଦେଶରେ ଜନଗଣନାର ଇତିହାସ କେତେ ପୁରୁଣା? 150 ବର୍ଷରୁ ବି ଅଧିକ। ଠିକ୍ ଶୁଣିଲେ, 1872ରୁ ଏହି ପ୍ରକ୍ରିୟା ବିନା କୌଣସି ବାଧାରେ ଚାଲିଆସିଛି। ଆମ ଦେଶର ପ୍ରତ୍ୟେକ ବଡ଼ ବଡ଼ ପରିବର୍ତ୍ତନର ଏହା ଏକମାତ୍ର ସାକ୍ଷୀ। ଆଉ ଦେଖନ୍ତୁ ଖୁଦ୍ ଜନଗଣନା ଆୟୁକ୍ତ କ'ଣ କହୁଛନ୍ତି। ଏହା ଆମ ଗଣତନ୍ତ୍ରର ମୂଳଦୁଆ। ଏହାର ଅର୍ଥ ବହୁ ସ୍ପଷ୍ଟ। ଏଇଟା ଖାଲି ମୁଣ୍ଡ ଗଣିବା କାମ ନୁହେଁ, ଏହା ଆମ ଗଣତନ୍ତ୍ରକୁ ମଜବୁତ କରୁଥିବା ଏକ ସ୍ତମ୍ଭ। ତେବେ ଆଜିର ଆଲୋଚନାରେ ଆମେ ଏହି 5ଟି ମୁଖ୍ୟ ବିଷୟ ଉପରେ କଥା ହେବା। ଆମେ ଦେଖିବା କେମିତି ଏଥର ଜନଗଣନା ଡିଜିଟାଲ ହେଉଛି, ଗଣନାକାରୀଙ୍କର କାମ କ'ଣ, ଆଉ ସବୁଠୁ ମଜାଦାର କଥା, ଗୋଟେ ଘରକୁ କେମିତି ଚିହ୍ନଟ କରାଯାଏ, ଆଉ ଶେଷରେ ଏହି ଡାଟାର ମହତ୍ତ୍ୱ କ'ଣ। ହଁ, ତେବେ ସବୁଠାରୁ ବଡ଼ ଖବର, ଏଥର ଜନଗଣନା ଏକଦମ ବଦଳିଯିବ, କାରଣ ଆମେ କାଗଜପତ୍ର ଯୁଗରୁ ସିଧା ଡିଜିଟାଲ ଯୁଗକୁ ଯାଉଛୁ। ବିଶ୍ୱାସ କରନ୍ତୁ, ଏଇଟା ପ୍ରକୃତରେ ଏକ ଐତିହାସିକ କଥା। ପ୍ରଥମ ଥର ପାଇଁ ସବୁ ତଥ୍ୟ ସଂଗ୍ରହ ଡିଜିଟାଲ ଉପକରଣରେ ହେବ। ମାନେ ସେଇ କାଗଜ କଲମର ଯୁଗ ଶେଷ। ଏଥର ସବୁକିଛି ଟେକ୍ନୋଲୋଜି ସାହାଯ୍ୟରେ ହେବ। ଏହି ପରିବର୍ତ୍ତନ କେତେ ବଡ଼ ଟିକେ ଦେଖନ୍ତୁ। ଆଗରୁ କ'ଣ ହେଉଥିଲା? କାଗଜ ଫର୍ମ, ହାତରେ ସବୁ ଲେଖା ହେଉଥିଲା, ଯେଉଁଥିରେ ଭୁଲ ହେବାର ସମ୍ଭାବନା ଥିଲା। କିନ୍ତୁ ଏବେ 2027ରେ ସବୁକିଛି ମୋବାଇଲ ଆପ୍ ଆଉ ୱେବ୍ ପୋର୍ଟାଲରେ ହେବ। ଡାଟା ସିଧା ସିଙ୍କ ହେଇଯିବ ରିଅଲ ଟାଇମ୍ରେ। ଆଉ ଗୋଟେ ବହୁତ ବଡ଼ କଥା, ଏଥର ନାଗରିକମାନଙ୍କୁ ଏକ ନୂଆ ସୁବିଧା ମିଳୁଛି। ସେମାନେ ନିଜେ ନିଜର ତଥ୍ୟ ଦେଇପାରିବେ। ଏହାକୁ କୁହାଯାଉଛି ସ୍ୱଗଣନା। ତେବେ ଏହି ସ୍ୱୟଂଗଣନା କେମିତି କାମ କରିବ? ବହୁତ ସହଜ। ପ୍ରଥମେ ପରିବାରକୁ ଅନଲାଇନ ପୋର୍ଟାଲ ବିଷୟରେ ଜଣାଇ ଦିଆଯିବ। ତାପରେ ଲୋକେ ନିଜେ ଫର୍ମ ପୂରଣ କରିବେ। ଆଉ ଶେଷରେ ଜଣେ ଗଣନାକାରୀ ଆସି ସବୁକିଛି ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବେ। କେତେ ସହଜ ନୁହେଁ? ଆଚ୍ଛା, ଟେକ୍ନୋଲୋଜି ତ ଆସିଗଲା, କିନ୍ତୁ ଏହି କାମର ପ୍ରକୃତ ହିରୋ କିଏ? ସେମାନେ ହେଉଛନ୍ତି ଗଣନାକାରୀ, ଯେଉଁମାନେ ଘର ଘର ବୁଲି ଏହି ବିଶାଳ କାମକୁ ସମ୍ଭବ କରନ୍ତି। ଏହି ଗଣନାକାରୀମାନଙ୍କ ପାଇଁ କିଛି କଡ଼ା ନିୟମ ରହିଛି। ସେମାନଙ୍କୁ କ'ଣ କରିବାକୁ ପଡ଼ିବ? ଅଫିସିଆଲ ଆପ୍ ଡାଉନଲୋଡ୍ କରିବା, ପାସୱାର୍ଡ ବଦଳେଇବା, ଆଉ ସବୁଠୁ ଜରୁରୀ, ପ୍ରତି 5-6 ଘର ପରେ ଡେଟା ସିଙ୍କ କରିବା। ଏହାଦ୍ୱାରା ଡେଟା ସୁରକ୍ଷିତ ରହେ। ଆଉ ହଁ, ସବୁବେଳେ ନିଜର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। କିଛି କାମ ଯେମିତି କରିବାକୁ ପଡ଼ିବ, ସେମିତି କିଛି କାମ ଅଛି ଯାହା ସମ୍ପୂର୍ଣ୍ଣ ମନା। ଯେମିତିକି କୌଣସି କ୍ଲୋନିଂ ଆପ୍ କିମ୍ବା ଅଲଗା ଏପିକେ ଫାଇଲ୍ ବ୍ୟବହାର କରିହେବନି। ନିଜ ୟୁଜର ଆଇଡି ଆଉ ପାସୱାର୍ଡ କାହାକୁ ଦେଇହେବନି। ଆଉ କାହାର ବି ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର କରିବା ସମ୍ପୂର୍ଣ୍ଣ ମନା। ଏସବୁ ନିୟମ ଡାଟାର ସୁରକ୍ଷା ପାଇଁ ତିଆରି ହୋଇଛି। ଆଚ୍ଛା, ଏବେ ଆସନ୍ତୁ ଗୋଟେ ମଜାଦାର କିନ୍ତୁ ଟିକେ ଜଟିଳ ପ୍ରଶ୍ନ ଉପରକୁ। ଜନଗଣନା ବେଳେ ଘର କାହାକୁ କୁହାଯାଏ? ଆମେ ଯାହା ଭାବୁ କ'ଣ ସେଇଆ? ଚାଲନ୍ତୁ ଦେଖିବା। ତେବେ ସବୁଠୁ ମୂଳ ୟୁନିଟ୍ ହେଉଛି ବିଲ୍ଡିଂ। ଏହାର ସଂଜ୍ଞା ବହୁତ ସରଳ। 4ଟା କାନ୍ଥ ଆଉ ଉପରେ ଛାତ ଥିବା ଯେକୌଣସି ଷ୍ଟ୍ରକ୍ଚର, ତାହା ରହିବା ପାଇଁ ହେଉ କି ଅନ୍ୟ କାମ ପାଇଁ, ତାକୁ ଗୋଟେ ବିଲ୍ଡିଂ ବୋଲି ଧରାଯାଏ। କିନ୍ତୁ କାହାଣୀରେ ଟ୍ୱିଷ୍ଟ ଅଛି। ଗୋଟେ ବିଲ୍ଡିଂ ଭିତରେ ଅନେକ ଜନଗଣନା ଘର ବା ସେନ୍ସସ୍ ହାଉସ୍ ଥାଇପାରେ। କେମିତି? ଯଦି ବିଲ୍ଡିଂର କୌଣସି ଅଂଶକୁ ପଶିବା ପାଇଁ ଗୋଟେ ଅଲଗା ରାସ୍ତା ଥାଏ, ତେବେ ତାକୁ ଗୋଟେ ଅଲଗା ୟୁନିଟ୍ ହିସାବରେ ଗଣାଯାଏ। ଏହି ଉଦାହରଣକୁ ଦେଖିଲେ ପୁରା ସ୍ପଷ୍ଟ ହେଇଯିବ। ଦେଖନ୍ତୁ, ଏହି ପୁରା ଆପାର୍ଟମେଣ୍ଟଟା ହେଉଛି ମାତ୍ର ଗୋଟିଏ ବିଲ୍ଡିଂ, କିନ୍ତୁ ଏହା ଭିତରେ ଯେତେଗୁଡ଼ିଏ ଫ୍ଲାଟ୍ ଅଛି ଆଉ ସମସ୍ତଙ୍କର ନିଜ ନିଜର ଅଲଗା ପ୍ରବେଶପଥ ଅଛି, ସେଗୁଡ଼ିକ ଗୋଟିଏ ଗୋଟିଏ ଜନଗଣନା ଘର। ଏଠି ଗୋଟେ ବିଲ୍ଡିଂରେ 8ଟା ଜନଗଣନା ଘର ଅଛି। ଆଉ ଶେଷ ସ୍ତର ହେଲା ପରିବାର ବା ହାଉସହୋଲ୍ଡ। ଏହାକୁ ଚିହ୍ନିବାର ସବୁଠୁ ସହଜ ଉପାୟ ହେଉଛି ଗୋଟିଏ ରୋଷେଇ ଘର। ମାନେ ଯେଉଁ ଲୋକମାନେ ସାଧାରଣତଃ ଏକାଠି ରହନ୍ତି ଆଉ ଗୋଟିଏ ରୋଷେଇରୁ ଖାଆନ୍ତି, ସେମାନେ ସମସ୍ତେ ମିଶି ଗୋଟିଏ ପରିବାର। କିନ୍ତୁ ସବୁବେଳେ କଥାଟା ଏତେ ସିଧା ହୁଏ ନା। ବେଳେବେଳେ ପରିସ୍ଥିତି ବହୁତ ଜଟିଳ ହୋଇଥାଏ, ଯେମିତିକି ଧାଡ଼ି ଧାଡ଼ି ଲାଗି ରହିଥିବା ଘର। ଏହିଭଳି କ୍ଷେତ୍ରରେ ଗଣନାକାରୀଙ୍କୁ ଏହି ନିୟମଗୁଡ଼ିକୁ ବହୁତ ସାବଧାନତାର ସହିତ ଲଗେଇବାକୁ ପଡ଼େ। ଏଇଟା ଗୋଟେ ପଜଲ୍ ସମାଧାନ କଲା ଭଳିଆ କାମ। ଆଚ୍ଛା,
ଏତେ ସବୁ କଥା ତ ଆମେ ଜାଣିଲେ, କିଏ କେମିତି ଗଣିବ, ଘର କ'ଣ ଇତ୍ୟାଦି। କିନ୍ତୁ ଶେଷରେ ଏସବୁର ମୂଲ୍ୟ କ'ଣ? ଏହି ତଥ୍ୟ ଆମ ଦେଶ ପାଇଁ ଏତେ ଜରୁରୀ କାହିଁକି? ହଁ, ଏଇଟା ହେଉଛି ମୂଳ ପ୍ରଶ୍ନ। ଏତେ ପରିଶ୍ରମ, ଏତେ ଲୋକ, ଏତେ ଟେକ୍ନୋଲୋଜି ଲାଗିଲା ପରେ ଯୋଉ ଡାଟା ମିଳେ ତାକୁ ନେଇ ପ୍ରକୃତରେ କ'ଣ କରାଯାଏ? ଏହାର ବ୍ୟବହାର ଅସୀମ। ଦେଖନ୍ତୁ, ସରକାରୀ କଲ୍ୟାଣକାରୀ ଯୋଜନା ତିଆରି କରିବା ପାଇଁ ଏହି ଡାଟା ଦରକାର। କେଉଁ ଅଞ୍ଚଳକୁ କେତେ ପାଣ୍ଠି ମିଳିବ ତାହା ଏଇଥିରୁ ସ୍ଥିର ହୁଏ। ନୂଆ ରାସ୍ତା, ସ୍କୁଲ, ହସ୍ପିଟାଲ କେଉଁଠି ହେବ, ସେ ଯୋଜନା ବି ଏହି ଡାଟା ଉପରେ ନିର୍ଭର କରେ। ଏମିତିକି ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପାଇଁ ବି ଏହା ଜରୁରୀ। ସଂକ୍ଷେପରେ କହିଲେ, ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତଥ୍ୟ ଏକଦମ ଜରୁରୀ। ଆଉ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ସମସ୍ତଙ୍କ ମନରେ ପ୍ରଶ୍ନ ଆସିପାରେ ଯେ ଆମ ବ୍ୟକ୍ତିଗତ ତଥ୍ୟର କ'ଣ ହେବ? ତେବେ ଜାଣି ରଖନ୍ତୁ, ଜନଗଣନା ଆଇନ 1948 ଅନୁସାରେ ଆପଣଙ୍କର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଏ। ଏହାକୁ କେହି ବି ଦେଖିପାରିବେ ନାହିଁ କି ବ୍ୟବହାର କରିପାରିବେ ନାହିଁ। ତେବେ ଶେଷରେ ପ୍ରଶ୍ନ ଏଇଆ, ଏହି ଡିଜିଟାଲ ଜନଗଣନା ଦ୍ୱାରା ଯେଉଁ ତଥ୍ୟର ପାହାଡ଼ ସୃଷ୍ଟି ହେବ, ତାହା ଆମ ଦେଶର ଭବିଷ୍ୟତକୁ କେଉଁ ନୂଆ ଦିଗକୁ ନେଇଯିବ? ଏହା ପ୍ରକୃତରେ ଭାରତର ସବୁଠାରୁ ବିସ୍ତୃତ ଚିତ୍ର ହେବ, ଆଉ ଏହାର ପ୍ରଭାବ କ'ଣ ହେବ ତାହା ଦେଖିବାକୁ ବାକି ରହିଲା।